ରାତୁ ଭାଇ ଆରେ ଆରେ ରାତୁ ଭାଇ ଆଜି ମଲେ ରାତୁ ଭାଇ କାହିଁକି ଛୁଆ ପିଜୁଳି ଖାଇକି ଆଉଥିଲେ ରାତୁ ଭାଇ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଯାଉଥିଲୁ ଗୋଟେ ଭୋଜି ଖାଇବା ପାଇଁ ରାତିରେ। ଆସୁ ଆସୁ ରାତି 11ଟା 12ଟା ପାଖାପାଖି ହେଇଯିବ ବର୍ତ୍ତମାନ ସମୟ। ଆଉ ଗୋଟେ ସାଇଡ଼ରେ ଦେଖିଲୁ ଗୋଟେ ପିଜୁଳି ଗଛ ହେଇଛି। ଏତେ ବଡ଼ ବଡ଼ ପିଜୁଳି ଦେଖି ଆଉ ଲୋଭ ଜଣା ପଡ଼ିଲାନି। ଆମେ ଯାଇକି ସେ ପିଜୁଳି ଛିଡ଼ଉଛୁ, ପୁସ୍କୁଡ଼ା ହାବୁଡ଼ରେ ପଡ଼ିଲୁ। ଲାଷ୍ଟ ଯାଏଁ ଭିଡ଼ିଓଟି ଦେଖନ୍ତୁ, ସମ୍ପୂର୍ଣ୍ଣ ଜାଣିପାରିବେ ପିଜୁଳି ଛିଡ଼ିବାର ପରିଣାମ ଆମେ କ'ଣ ଭୋଗିଲୁ। ରାଧୁ ଭାଇ ରୋ ରୋ, ଆରେ କେତେ ବଡ଼ ବଡ଼ ପିଜୁଳି। ରାଧୁ ଭାଇ ରୋ ଖାଇବା। ରାଧୁ ଭାଇ ନେଇକି ଯିବା ଆମେ ଘରକୁ। ରାଧୁ ଭାଇ ଆମେ କିଏ ଦୌଡ଼ିକି ପଳେଇଗଲେ ରାଧୁ ଭାଇ। ଟର୍ଚ୍ଚ ପକା ଇଆଡ଼ୁ ଗାଡ଼ି ଲାଇଟ୍ଟା ପକେଇଲୁ, ଏପଟୁ ପକା ରାଧୁ ଭାଇ ଟର୍ଚ୍ଚଟା ମାର। ଆରେ କିଏ ଦୌଡ଼ିକି ପଳେଇଗଲେ ରାଧୁ ଭାଇ, ଟର୍ଚ୍ଚଟା ମାର। ଆରେ ଇଏ କ'ଣ? ରାଧୁ ଭାଇ ଆମେ ପୁସ୍କୁଡ଼ା ହାବୁଡ଼ରେ ପହଞ୍ଚିଗଲେ ବି ଇଏ ସାଙ୍ଗେ ସାଙ୍ଗେ ରଙ୍ଗ ବଦଳି ଦେଉଛି। ପୁସ୍କୁଡ଼ା ରାଧୁ ଭାଇ କୁଆଡ଼େ ଚାଲିଗଲା ରାଧୁ ଭାଇ? ଆରେ ପୁସ୍କୁଡ଼ା ହାବୁଡ଼ରେ ଆମେ ପଡ଼ିଗଲେ ଆଜି। କୁଆଡ଼େ ଚାଲିଗଲା? ଆରେ ଏଇପଟକୁ କହିଲେ କୁଆଡ଼େ ଗଲା? ରାଧୁ ଭାଇ ଚାଲ ଆମେ ପଳେଇବା ଏପଟେ। ଆରେ ଏପଟକୁ ଆଇଲା ବା। ଆଉ ତମେ ସିଆଡ଼ୁ କ'ଣ ମାରୁଛ? ଏଇ ଗୋଟେ କ'ଣ ଦେଖିପାରୁଛ ତ? ଦେଖାଯାଉନି। ଏପଟେ ଆରେ ରାଧୁ ଭାଇ ଏଇପଟେ। ହ୍ୱାଇଟ୍ ଶାଢ଼ୀ ପିନ୍ଧିବି। ଏପଟେ ଦେଖ। ଏଇଟା ପୁସ୍କୁଡ଼ା। ଦେଖିଲେ ରାଧୁ ଭାଇ, ଏଇଟା ସତରେ ପୁସ୍କୁଡ଼ା ମାନେ ରଙ୍ଗ ବଦଳାନ୍ତି। କେତେବେଳେ ଗାଈ ହେଇଯିବେ, କିଏ ସେଠି ଛିଡ଼ା ହେଇଛ? କିଏ? ଆରେ କହୁନ କିଛି କାହିଁକି? କିଏ ଛିଡ଼ା ହେଇଛ? ରାଧୁ ଭାଇ ଆରେ ସେ କିଛି କହୁନି ରାଧୁ ଭାଇ। ଚାଲ କିଛି ଠିକ୍ ଲାଗୁନି, ପଳେଇବା ରାଧୁ ଭାଇ। କିଏ ସେଠି? ରାଧୁ ଭାଇ ଟିକେ ଏପଟେ ଟର୍ଚ୍ଚ ମାରିଲୁ। ରାଧୁ ଭାଇ ଏପଟେ ଟର୍ଚ୍ଚ ମାର। କିଏ ସେଠି? ଗାଡ଼ି ଷ୍ଟାର୍ଟ ମାର। ରାଧୁ ଭାଇ ଜଲ୍ଦି ଚାଲ।